କୁମ୍ଭ ରାଶିରେ ବକ୍ରି ଶନି ଓ ମିଥୁନ ରାଶିର ଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଚଳିତ 2024 ମସିହା ଜୁନ୍ ମାସ 29 ତାରିଖ ରାତି 11:40 ସମୟରେ ଶନି ମହାଗ୍ରହ ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ଏହି କୁମ୍ଭ ରାଶିରେ ଶନି ଆପାତତଃ 2024 ନଭେମ୍ବର ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରାୟ 135 ଦିନ ବକ୍ରି ଅବସ୍ଥାରେ ଅବସ୍ଥାନ କରିବେ। ଜ୍ୟୋତିଷଶାସ୍ତ୍ରରେ ସାଧାରଣତଃ କୁହାଯାଇଥାଏ, ଗ୍ରହଗୁଡ଼ିକ ବକ୍ରି ରହିଲେ ବା ଓଲଟା ଗତି କରିଲେ 2 ଗୁଣ ଫଳ ପ୍ରଦାନ କରିଥାନ୍ତି, କିନ୍ତୁ ପ୍ରକୃତ ପକ୍ଷରେ ଏହି ବକ୍ରି ଅବସ୍ଥା ସମୟରେ ଗ୍ରହଗୁଡ଼ିକ ପୃଥିବୀର ନିକଟତର ହୋଇଥାନ୍ତି। ତେଣୁ ସେହି ସମୟରେ ସେହି ବକ୍ରି ଗ୍ରହଗୁଡ଼ିକର ପ୍ରଭାବ ପୃଥିବୀ ପୃଷ୍ଠରେ ଯଥେଷ୍ଟ ଅଧିକା ଅନୁଭୂତ ହୋଇଥାଏ। ବୈଦିକ ଜ୍ୟୋତିଷରେ ଶନି ମହାରାଜଙ୍କୁ ସାଧାରଣତଃ ଭୟାନକ ଗ୍ରହ ରୂପେ ବର୍ଣ୍ଣନା କରାଯାଇଛି, କାରଣ ଶନିଙ୍କର ଦୃଷ୍ଟି ବଡ଼ ଭୟଙ୍କର। ଯାହା ଉପରେ ପଡ଼େ ବା ଯେଉଁ ଜାଗା ଉପରେ ଶନି ଦୃଷ୍ଟି ରୁହେ, ସେହି ସ୍ଥାନରେ ନିଆଁ ଲାଗିଗଲା ଭଳି ଅବସ୍ଥା ସୃଷ୍ଟି ହୋଇଥାଏ। ଏପରିକି ପୌରାଣିକ ଆଖ୍ୟାନ ଅଛି, ସ୍ୱୟଂ ଦେବଦେବ ମହାଦେବ ମଧ୍ୟ ଶନିଙ୍କ ନଜରରୁ ବର୍ତ୍ତି ପାରିନଥିଲେ। ତତ୍ ସହିତ ଶନିଙ୍କର ଗୁରୁ ଦେବଗୁରୁ ବୃହସ୍ପତି ମଧ୍ୟ ଶନିଙ୍କ ରୋଷଚକ୍ଷୁରୁ ନିସ୍ତାର ପାଇନଥିଲେ। ତେଣୁ ସାଧାରଣ ମନୁଷ୍ୟଟିଏ ଶନିଙ୍କ କଥା ଶୁଣିଲା ମାତ୍ରେ ଭୟଭୀତ ହୋଇଯାଇଥାଏ। କିନ୍ତୁ ଶନି ଯେ କେବଳ ଦଣ୍ଡ ଦେଇଥାନ୍ତି ତାହା ନୁହେଁ, ଶନି ଗ୍ରହଙ୍କ କୃପାରୁ ମଣିଷ ରାଜପଦ ମଧ୍ୟ ଲାଭ କରିଥାଏ। ନୈସର୍ଗିକ କାରକତ୍ୱରେ ଶନି ରାଶିଚକ୍ରର ଦଶମ ମକର ଓ ଏକାଦଶ କୁମ୍ଭ ରାଶିର ଅଧିପତି। ଦଶମ ଭାବ କର୍ମ ତଥା ସିଂହାସନର ଜାଗା। ଏହାଛଡ଼ା ଶନି ହେଲେ ଗଣ ବା ଜନତାଙ୍କୁ ପ୍ରତିନିଧିତ୍ୱ କରୁଥିବା ଗ୍ରହ। ତେଣୁ ଜାତକରେ ଯଦି ଶନିଙ୍କର ବଳ ନାହିଁ, ତେବେ ସେ ଜାତକ ଆଜିକା ଯୁଗରେ ଗଣ ପ୍ରତିନିଧି ବା ଶାସକ ହୋଇପାରେ ନାହିଁ। ଏବେ ଦେଖିବା କୁମ୍ଭ ରାଶିରେ ଶନି ବକ୍ରି ଏବଂ ଏହି ବକ୍ରି ଶନିଙ୍କ ପ୍ରଭାବରୁ ରାଶିଚକ୍ରର ବିଭିନ୍ନ ରାଶି କ'ଣ ସବୁ ଫଳ ପ୍ରଦାନ କରିବେ। ଏହି କ୍ରମରେ ମିଥୁନ ରାଶି ଉପରେ ବକ୍ରି ଶନିଙ୍କର ପ୍ରଭାବ ଓ ମିଥୁନ ରାଶିର ଫଳ କ'ଣ ହେବ, ଏ ସମ୍ପର୍କିତ ଏକ ଉପସ୍ଥାପନା। ନୈସର୍ଗିକ ରାଶିଚକ୍ର ବା କୁଣ୍ଡଳୀର ତୃତୀୟ ଭାବ ହେଲା ମିଥୁନ ରାଶି। ଦ୍ୱିସ୍ୱଭାବ ବିଶିଷ୍ଟ ଏହି ରାଶିର ଚିହ୍ନ ହେଲା ଏକ ଆସନରେ ଥିବା ଏକ ସ୍ତ୍ରୀ ଓ ପୁରୁଷ। ସବୁଜ ବର୍ଣ୍ଣର ରଙ୍ଗ ବିଶିଷ୍ଟ ଏହି ମିଥୁନ ରାଶିର ଅଧିପତି ବୁଧ ମହାଗ୍ରହ ହେଲେ ଉତ୍ତର ଦିଗର ଅଧିପତି। ବୁଧ ମହାଗ୍ରହଙ୍କୁ ଗ୍ରହ ଜଗତର ରାଜପୁତ୍ର ଆଖ୍ୟା ଦିଆଯାଇଛି। ମିଥୁନ ରାଶିରେ 3ଗୋଟି ନକ୍ଷତ୍ର ଯଥାକ୍ରମେ ମୃଗଶିରା, ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଭୋଗ ହୋଇଥାଏ। ଭଗବାନ ବିଷ୍ଣୁ ହେଲେ ମିଥୁନ ରାଶିର ଆରାଧ୍ୟ ଦେବତା। ଶନି ଓ ଶୁକ୍ର ମହାଗ୍ରହ ହେଉଛନ୍ତି ବୁଧଙ୍କର ମିତ୍ର ଗ୍ରହ। ମିଥୁନ ରାଶିର ନବମ ବା ଭାଗ୍ୟ ସ୍ଥାନରେ ନିଜ ରାଶି କୁମ୍ଭ ରାଶିରେ ଶନି ମହାଗ୍ରହଙ୍କର ବକ୍ରି ହେଉଥିବାରୁ ଏହି 135 ଦିନର ବକ୍ରି ସମୟ ମିଥୁନ ରାଶିର ଭାଗ୍ୟ ଭାବରେ ବହୁତ ବଡ଼ ପରିବର୍ତ୍ତନ ଆଣିପାରେ। ଉଭୟ ବୁଧ ଓ ଶନି ମହାଗ୍ରହ ପରସ୍ପରର ମିତ୍ର ବା ଅଧିମିତ୍ର ହୋଇଥିବାରୁ ମିଥୁନ ରାଶିର ଅଧିପତି ବୁଧ ମହାଗ୍ରହଙ୍କ ଭାଗ୍ୟ ସ୍ଥାନରେ ଭାଗ୍ୟ ଅଧିପତି ଶନି ବକ୍ରି ହେଉଥିବାରୁ ପ୍ରବଳ ଭାଗ୍ୟୋନ୍ନତିର ସମୟ। ପୁଣି ବୁଧ ମହାଗ୍ରହଙ୍କର କାରକତ୍ୱ ବା ଗୁଣ ହେଲା, ଏହି ଗ୍ରହ ସବୁ ସମୟରେ ଫଳ ଦେଇଥାନ୍ତି ଓ ଅଚାନକ ଦେଇଥାନ୍ତି। ଏଣୁ ମିଥୁନ ରାଶି ଜାତ ବ୍ୟକ୍ତିବିଶେଷଙ୍କର ହଠାତ୍ ଭାଗ୍ୟ ପରିବର୍ତ୍ତନର ସୂଚନା ରହୁଛି। ଆୟରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ନୂଆ ଦାୟିତ୍ୱ ନେବାର ସମ୍ଭାବନା ରହିଛି। ଲାଭର ପରିମାଣ ଆଶାତୀତ ଭାବରେ ବଢ଼ିବ। ଶତ୍ରୁ ନାଶ ହେବେ। ଭ୍ରମଣଜନିତ ସୁଖ ମିଳିପାରେ। ସନ୍ତାନଙ୍କ କୃତିତ୍ୱରେ ପିତାମାତା ଗର୍ବ ଅନୁଭବ କରିବେ। ଶିକ୍ଷାର୍ଥୀମାନେ ଅଳସୁଆପଣ ପ୍ରଦର୍ଶନ କଲେ ମଧ୍ୟ ଶିକ୍ଷାକ୍ଷେତ୍ର ସନ୍ତୋଷଜନକ ରହିବ। କିନ୍ତୁ ଏହା ସହିତ ମିଥୁନ ରାଶି ପାଇଁ ଶନି ଅଷ୍ଟମ ମକର ଭାବର ଅଧିପତି ହୋଇଥିବାରୁ ଅଷ୍ଟମ ଭାବ ଜନିତ ଫଳ ମଧ୍ୟ ଆଶା କରାଯାଇପାରେ। ସମୟ ସମୟରେ ମନ ମଧ୍ୟରେ ନୈରାଶ୍ୟ ଭାବ ଉଦ୍ରେକ ହୋଇପାରେ। ଏକୁଟିଆପଣ ଅନୁଭବ କରିବେ। ଅଷ୍ଟମ ସ୍ଥାନ ନିଧନ ସ୍ଥାନ ହୋଇଥିବାରୁ ମୃତ୍ୟୁ ବିଷୟକ ଚିନ୍ତା ମନକୁ ଆଚ୍ଛନ୍ନ କରି ରଖିପାରେ। ଶରୀରରେ ଅସ୍ଥିମଜ୍ଜାଗତ ରୋଗ,
ବା ହାତ ଗୋଡ଼ ଭାଙ୍ଗିଯିବାର ସମ୍ଭାବନା ସହିତ ସାମୟିକ ଭାବେ ଅବସାଦପଣ ଦେଖାଯିବାର ସମ୍ଭାବନା, ସ୍ନାୟୁବିକ ଦୁର୍ବଳତା ମଧ୍ୟ ଭୋଗିପାରନ୍ତି। ଏସବୁରୁ ରକ୍ଷା ପାଇବା ପାଇଁ ବୁଧ ମହାଗ୍ରହଙ୍କର ଅଧିଷ୍ଠାତା ଦେବତା ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିଲେ, ବିଷ୍ଣୁ ସହସ୍ରନାମ ପଢ଼ିଲେ ତଥା ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଦୁଃଖ ଜଣାଇଲେ ବକ୍ରି ଶନିଜନିତ ଦୋଷ ଖଣ୍ଡନ ହୋଇ ବହୁ ପରିମାଣରେ ସୁଫଳ ପାଇବେ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।